ମାସର ଶେଷ ଦିନରେ ଅବସର ଗ୍ରହଣ କରୁଥିବା ସରକାରୀ କର୍ମଚାରୀଙ୍କୁ ପେନ୍ସନ୍ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧନା ଜ୍ଞାପନ କଲେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ। ସୂଚନାରୁ ଜଣାପଡ଼ିଛି ଯେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଅଧୀନରେ କାମ କରୁଥିବା 10 ଜଣ ସରକାରୀ କର୍ମଚାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଅବସରକାଳୀନ ପ୍ରୋଭିଜନାଲ ପେନ୍ସନ୍ ଅର୍ଡର ପ୍ରଦାନ କରିବା ସହିତ ତାଙ୍କୁ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସେମାନଙ୍କ ଅବସରକାଳୀନ ସମୟ ସୁଖରେ ଶାନ୍ତିରେ କଟିବା ପାଇଁ କାମନା କରିଛନ୍ତି। ସେମାନେ ହେଲେ ଉଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗୋଳକ ବିହାରୀ ପଣ୍ଡା, ସୁଖା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପ୍ରଧାନ, ସେଲେଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ପଣ୍ଡା, ସରଗଜ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଗଣେଶ କୁମାର ମିଶ୍ର, ତରଭା ହାଇସ୍କୁଲର କ୍ରୀଡ଼ା ଶିକ୍ଷୟିତ୍ରୀ ଟିନି ମେହେର, ବଡ଼କଲ୍ଲେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ରବୀନ୍ଦ୍ରନାଥ ଦୀପ, ସିଙ୍ଗିଯୁବା ହାଇସ୍କୁଲର ହିନ୍ଦୀ ଶିକ୍ଷକ ପଦ୍ମନାଭ ମାହାନା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର କୀର୍ତ୍ତିଶ୍ୱର ଭୋଇ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବର୍ଣ୍ଣପୁର କାର୍ଯ୍ୟାଳୟର ସହାୟକ ସୁଶାନ୍ତ କୁମାର ବେହେରା। ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ସେମାନଙ୍କୁ ତାଙ୍କର ସମସ୍ତ ପେନ୍ସନ୍ ଜନିତ କାଗଜ ପ୍ରଦାନ କରିଛନ୍ତି। ଅବସର ଗ୍ରହଣ କରୁଥିବା ସରକାରୀ କର୍ମଚାରୀ ତାଙ୍କର ପେନ୍ସନ୍ ଜନିତ କାଗଜ ଅବସର ଦିନ ପାଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଇଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ବ୍ୟୁରୋ ରିପୋର୍ଟ, ତନିଷାନ୍ ଟିଭି।